ସବୁବେଳେ ଫୁଲକୁ ତୋଳିବା ଭୁଲ ହୋଇନଥାଏ। କାରଣ ଯଦି ସେ ଫୁଲକୁ ମୁଁ ନ ତୋଳେ ତାହେଲେ ସେ ମାଟିରେ ପଡ଼ି ମଉଳିଯିବ। କିନ୍ତୁ ସେଇ ଫୁଲକୁ ଯଦି ମୁଁ ଜଣେ ଏମିତି ବ୍ୟକ୍ତିକୁ ଦେଇଦିଏ ଯେଉଁ ବ୍ୟକ୍ତି ମୋତେ ଭଲ ପାଉଛି, ତାହେଲେ ସେ ଫୁଲଟିକୁ ଏମିତି ସେ ସାଇତି ରଖିବ, କାରଣ ସେ ମଲା ପରେ ମଧ୍ୟ ସେ ଫୁଲଟିକୁ ତା ପୁସ୍ତକରେ ସେ ଚିରଦିନ ପାଇଁ ସଜାଇ ହୋଇ ରହିବ। ଆଉ ଯଦି ସେ ଫୁଲଟିକୁ ମୁଁ କୌଣସି ବିବାହ ମଣ୍ଡପରେ ନେଇ ରଖିଦିଏ, ତାହେଲେ ସିଏ ଅନ୍ୟ ଏକ ଜଣଙ୍କର 7 ଜନ୍ମର ସାଥୀ ହୋଇ ରହିଯିବ। ସେଇ ସାଧାରଣ ଫୁଲ ତା'ର ପରିବର୍ତ୍ତନ ସ୍ଥାନ ହେଲା ପରେ ତା'ର ଉପହାର ମଧ୍ୟ ଭିନ୍ନ ହୋଇଗଲା। କିଛି ଫୁଲକୁ ଯଦି ମୁଁ ଗୋଟେ ଝିଅକୁ ଦେଇଦିଏ, ତାହେଲେ ସେ ଝିଅ ଯଦି ତା ମୁଣ୍ଡରେ ସେଇ ଫୁଲଟିକୁ ମାରେ, ସେ ଏକ ସୁନ୍ଦରତାର ପ୍ରତୀକ ହୋଇଯିବ। ଆଉ ସେହି ସାଧାରଣ ଫୁଲଟିକୁ ଯଦି ମୁଁ ନେଇ ଗୋଟେ ମନ୍ଦିରରେ ରଖିଦିଏ, ତାହେଲେ ସେଇ ମନ୍ଦିରରେ ଥିବା ପୂଜାରୀ ସେଇ ଫୁଲକୁ ଗୋଟେ ବିଶ୍ୱାସର ଆସ୍ଥା ବୋଲି ମାନି ନେବ। କାରଣ ଫୁଲର ସ୍ଥାନ ହିଁ ତାହାର ମହତ୍ତ୍ୱକୁ ଡିସାଇଡ଼୍ କରୁଛି। ଆପଣମାନେ ଯଦି ଭାବୁଛନ୍ତି ଆପଣମାନଙ୍କର ଭ୍ୟାଲ୍ୟୁ ଲୋକମାନେ ବୁଝିପାରୁନାହାନ୍ତି, ତାହେଲେ ଆପଣମାନଙ୍କର ଭୁଲ ନୁହେଁ। ଆପଣମାନେ ସ୍ଥାନକୁ ପରିବର୍ତ୍ତନ କରି ଦେଖନ୍ତୁ, ଆପଣମାନଙ୍କର ଭ୍ୟାଲ୍ୟୁ ବହୁତ ଉଚ୍ଚତର ଅଛି। ରୋହିତ ଯୋଜନା ଏଇଭଳି କଣ୍ଟେଣ୍ଟ ଇଣ୍ଟରନେଟ୍ରେ ବହୁତ ରିଏଲି ଆଭେଲେବଲ୍ ଅଛି। ମେକ୍ ସିଓର ନିଶ୍ଚୟ ମୋତେ ଫଲୋ କରିଦେବେ।